ନାଗରିକମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ଏବଂ ସମାନତା, ନ୍ୟାୟ ଏବଂ ମର୍ଯ୍ୟାଦାର ଗୁରୁତ୍ୱ ବିଷୟରେ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖି ତାଲୁକ କାର୍ଯ୍ୟାଳୟ ବୁଧବାର ଦିନ ମାନବାଧିକାର ଦିବସ ପାଳନ କରିଅଛି। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ବିଚାରପତି ଶ୍ରୀମତୀ ଅନୁଶ୍ରୁତି ଚୌଧୁରୀ ଏବଂ ବିଚାରପତି ଶ୍ରୀ ପୁଣ୍ୟଶ୍ଲୋକ ଦାସ ମହୋଦୟ ଉଦ୍ଘାଟନ କରିଥିଲେ, ଯିଏ ଗଣତାନ୍ତ୍ରିକ ଏବଂ ନ୍ୟାୟପୂର୍ଣ୍ଣ ସମାଜ ବଜାୟ ରଖିବା ପାଇଁ ମାନବାଧିକାର ଅତ୍ୟାବଶ୍ୟକ ବୋଲି ଗୁରୁତ୍ୱାରୋପ କରିଥିଲେ। ସମାବେଶରେ ଭାଷଣ ଦେଇ ବିଚାରପତି ଶ୍ରୀମତୀ ଅନୁଶ୍ରୁତି ଚୌଧୁରୀ କହିଥିଲେ, ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କର ଅଧିକାର ସହିତ ସେମାନଙ୍କର ଦାୟିତ୍ୱ ବିଷୟରେ ସଚେତନ ହେବା ଉଚିତ। ତେବେ ହିଁ ଆମେ ଏକ ସୁରକ୍ଷିତ, ଅନ୍ତର୍ଭୁକ୍ତ ଏବଂ ସମସ୍ତ ବ୍ୟକ୍ତିଙ୍କୁ ସମ୍ମାନ କରୁଥିବା ସମ୍ପ୍ରଦାୟ ଗଠନ କରିପାରିବା। କାର୍ଯ୍ୟକ୍ରମରେ ବିଭିନ୍ନ ଓକିଲ ଯଥା ଶ୍ରୀ ପ୍ରିୟବ୍ରତ ପହରାଜ, ଶ୍ରୀ ଶ୍ରୀକାନ୍ତ କୁମାର ସାହୁ ଓ ନାରାୟଣ ମହାପାତ୍ର ଏବଂ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଜଣେ ଆଇନ ବିଶେଷଜ୍ଞଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ବକ୍ତୃତା ମାନବାଧିକାରର ସାର୍ବଜନୀନ ଘୋଷଣାନାମାର ପ୍ରମୁଖ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲା ଏବଂ ଅଧିକାର ଉଲ୍ଲଂଘନ ମାମଲାରେ ନାଗରିକମାନେ କିପରି ସାହାଯ୍ୟ ମାଗିପାରିବେ ତାହା ବ୍ୟାଖ୍ୟା କରିଥିଲା। ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମାନବାଧିକାର ସୁରକ୍ଷା ସଚେତନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ନିୟମିତ ସଚେତନତା ଅଭିଯାନ ପରିଚାଳନା ଏବଂ ସରକାରୀ ଯୋଜନାର ଲାଭ ଉପେକ୍ଷିତ ସମ୍ପ୍ରଦାୟ ପର୍ଯ୍ୟନ୍ତ ପହଞ୍ଚିବା ନିଶ୍ଚିତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃନିର୍ମାଣ କରି ଅଧିକାରୀମାନେ କାର୍ଯ୍ୟକ୍ରମ ଶେଷ କରିଥିଲେ। ବିପିନ ପ୍ରହରାଜଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।